ଧରାବତରଣ କରିଛନ୍ତି ଅଗ୍ରପୂଜ୍ୟ ଗଜାନନ। ବଞ୍ଜା ଗ୍ରାମରେ ଅଗ୍ରପୂଜ୍ୟ ଗଣେଶଙ୍କର ପୂଜା ପାଳିତ। ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭା ନିର୍ବିଘ୍ନ କୁର୍ମେ ଦେବ ସର୍ବକାର୍ଯ୍ୟେ ସୁସର୍ବଦା। ଶ୍ରାବଣ ସରିଛି, ପ୍ରାବଣ ଆସିଛି। ସୁକିନ୍ଦାରେ ଆଜିଠାରୁ ପ୍ରାବଣର ମାହୋଲ ଜମି ଆସିବ। ପାର୍ବଣ ଋତୁର ଆଗମନରେ ଚଳଚଞ୍ଚଳ ଏହି ଧରା ପୃଷ୍ଟି ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାରୁ ସୁକିନ୍ଦାରେ ପ୍ରାବଣ ଋତୁ ଏକ ପ୍ରକାର ଆରମ୍ଭ ହୋଇଯାଇଛି। ଆଜି ହେଉଛି ଗଜାନନ ଗଣେଶଙ୍କର ପୂଜା। ଅଗ୍ରପୂଜ୍ୟ ଗଜାନନ ବା ଗଣେଶଙ୍କର ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ହୋଇ ଉଠିଛି। ଚାରିଆଡେ ଆଧ୍ୟାତ୍ମିକର ମହାମହା ବାସ୍ନା। ଏହି ଅବସରରେ ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ଗଣେଶ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁଥିବା ବେଳେ ପ୍ରତିବର୍ଷ ପରି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ଗଣେଶ ପୂଜା ପାଳନ କରାଯାଇଥାଏ। ସୁକିନ୍ଦା ବ୍ଲକର ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଗଜାନନ ଗଣେଶଙ୍କର ପୂଜା ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳୁଥିବା ବେଳେ ସୁକିନ୍ଦା ବ୍ଲକ ମଙ୍ଗରାଜପୁର ଗ୍ରାମ ପଞ୍ଚାୟତର ବଞ୍ଜା ଗ୍ରାମରେ ଶ୍ରୀ ଗଣେଶ କ୍ଲବ ତାରିଣୀ ସାହି ପକ୍ଷରୁ ଗଣେଶଙ୍କ ପୂଜା ଧୁମଧାମରେ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି। ଆକର୍ଷଣୀୟ ମୂର୍ତ୍ତି ସହିତ ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ପୁରା ପୂଜା ମଣ୍ଡପ। ଚଳିତ ବର୍ଷ ଶ୍ରୀ ଗଣେଶ କ୍ଲବ ତାରିଣୀ ସାହି ପୂଜା କମିଟି ପାଳନ କରିଛି 20 ବର୍ଷ ପ୍ରତି ଉତ୍ସବ। ପୂଜାରେ ବ୍ରାହ୍ମଣ ଦ୍ୱାରା ବିଧିବଦ୍ଧ ଭାବେ ପୂଜା ଅର୍ଚ୍ଚନା କରାଯାଇ ଶେଷରେ ପୁଷ୍ପାଞ୍ଜଳି ଦେଇ ପ୍ରଭୁଙ୍କ ପାଖରେ ଶରଣାଗତ ହୋଇ ପ୍ରଣାମ କରିଥିଲେ ଶ୍ରୀ ଗଣେଶ କ୍ଲବର ସମସ୍ତ ସଦସ୍ୟମାନେ। ଏହି କାର୍ଯ୍ୟକ୍ରମ 4 ଦିନ ଧରି ଚାଲୁ ରହୁଥିବା ବେଳେ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହୁଥିବା ବେଳେ ପୂଜାକୁ ସରସ ସୁନ୍ଦର କରିବା ପାଇଁ ମୀନା ବଜାର ସହିତ ବିଭିନ୍ନ ଦୋଳିମାନ ପଡ଼ିଥିବା ଦେଖିବାକୁ ମିଳୁଛି। ବହୁ ଦୂର ଦୂରାନ୍ତରୁ ଏହି ପୂଜା ଦେଖିବା ପାଇଁ ଭକ୍ତମାନଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି। ଏହି ପୂଜାକୁ ଶ୍ରୀ ଗଣେଶ କ୍ଲବ ତାରିଣୀ ସାହିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଯାଜପୁର ଜିଲ୍ଲା ପ୍ରତିନିଧି ଜଗବନ୍ଧୁ ମହାଳିକଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଆ। ए वर्ष आमर हूँ 20 वर्ष पूजा 19 वर्ष 20 वर्ष पूजा जहाँ जमी पूजा जमी हो आसला आम बारंबार चेष्टा सब करें भल करूँ आम एरिया ना रखू भल पूजा आहरी अधिक अधिक करूँ चेष्टा भी करूँ पिला सहयोग आम ना तो नवा ठीक नुह तथापि मुझे विश्वजित महांती जी के आमको सब समय प्रेरणा दे आमको साहय करुँच बहुत आगू जावाई पूजा ताहारी माध्यम भी आम पिला सब साहय कर बहुत उत्साही पिला बहुत परिश्रम करके आज जगह पहुंचीचु आती बड़ पूजा भी कर आगू आहरी करने चेष्टा भी करुँ यही भाई मैंने सब साहय बहुत कर छोट भाई हो बड़ भाई बड़ तो बोधे मो पास कहीं ना प्राय सब सान सान पिला बहुत साहय कर सब आ बेसिकाली आमर विश्वजित महांत जी ए वर्ष नुह 3 वर्ष है बोधे देखुची आमर बबुल नायक जी की बोधे एत मात्रा से मैंने परिश्रम करुँच पिला पूजा को आगु ना धन्यवाद देवी पूजा केते दिन चालू रहबो पूजा बर्तमान आमर एटा चलीला 19 वर्ष 20 वर्ष पूजा पूजा चलो 4 दिन माने पूजा चलो 4 दिन मीना बजार संगे मेलोडी कार्यक्रम अच्छी 3 दिन 9, 10, 11 4 दिन 5 दिन 6 दिन पर्यंत आमर मीना बजार भी रहिबो जो 3 दिन मेलोडी कार्यक्रम अच्छी भल सब भल भल मो ना विश्वजित महांती मुझे आमर तारिणी साही पूजा क्लब बंजा आमर मेंबर संख्या 40 जन आम ये पूजाटा आमर बोधे आमर 20 वर्ष पूजा हो गलानी आमर ये 7 ରୁ 11 पर्यंत पूजा रहिबो माने प्रोग्राम सहित 7 ରୁ 11 पूजा रहिबो प्रोग्राम रे प्रोग्राम साजसज्जा आमर सब वर्ष डेभलप गत वर्ष अपेक्षा ए वर्ष आगे अधिक डेभलप अधिक भल साजसज्जा होमर 3 दिन प्रोग्राम रहिबो 9 तारिख 10 तारिख और 11 तारिख 9 तारिख आम आसुँच कुमार बाबी गगन कुमार आसुँच भल भल आग दाड़ी सिंगर सब आसुँच आम घर हूँ प्रकृत घर राजगला आम ये गोटे सदस्य भाव में 3 वर्ष है ये टेन अनुष्ठान जहाँ भी हुए तारिणी साही पूजा कमिटी समस्त सदस्य बहुत कोअपरेट आमर ये बहुत भल समस्त द्वारा भल सहयोग भी रोचे जहाँ आम भल कर 1.5 मास हो गला कम चली प्राय पाखापाखि आज टी प्रोब्लेम रहीगला काली प्रोब्लेम आमर त्रुटि रही जाइए किसी मैन पावर सर्ट रही तेणुक जहाँ भी हो जी हो आज कर आसंता काली पूरा क्लीयरली हो बहुत कम रही जाता बाकी एपटे
ଭୁବନରେ ଆମର ହେଇଛି କାମ ଜାମ୍ ହେତୁ ରହିଯାଇଛି କାମ କିଛି ଆଉ ଆସନ୍ତା କାଲି ଏଠି ବଞ୍ଜା କମିଟି ସମ୍ପୂର୍ଣ୍ଣ କହୁଛି ପ୍ରଥମରୁ କହୁଛି ସମ୍ପୂର୍ଣ୍ଣ ସହଯୋଗର ହାତ ବଢାଉଛନ୍ତି। ଯିଏ ବି ଆସନ୍ତୁ ନା କାହିଁକି ଢେଙ୍କାନାଳରୁ ଆସନ୍ତୁ କି କଟକରୁ ଆସନ୍ତୁ ବାଲେଶ୍ୱରରୁ ଯିଏ ବି ଆସନ୍ତୁ ଆମର ତ ଏଠି ଗାଁ ଯେହେତୁ ଆମର କୁମୁଡି ଶାସନ ଥିଲା ପ୍ରଥମ ଗାଁ ଆମେ ଏବେ ରାଜଗୋଲା ଯାଇଛୁ ବଞ୍ଜା କୁମୁଡି ଗୋଟିଏ ବି ଗାଁ ତେଣୁକରି ଆମେ ଗାଁ ପୁଅ ତେଣୁ କଟକରୁ ବି ଆସିଲେ ଭୁବନେଶ୍ୱରରୁ ଦିଲ୍ଲୀରୁ ବି ଆସିଲେ ଏଠି କୋଅପରେଟ୍ ରହୁଛି ନିଜ ଭାଇ ଭଳିଆ ବ୍ୟବହାର କରୁଛନ୍ତି ସମ୍ପୂର୍ଣ୍ଣ ସହଯୋଗ ସମ୍ପୂର୍ଣ୍ଣ ଏ କମିଟିକୁ ବହୁତ 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 ଧନ୍ୟବାଦ ମୁଁ ବି ଜଣାଉଛି ଆଗକୁ ବି ମଧ୍ୟ ଏଇ ଅନୁଷ୍ଠାନ ମୁଁ କେବେ ବି ଛାଡ଼ିବି ନାହିଁ ପ୍ରତିବର୍ଷ ଏହିପରି ଭାବରେ ବଡ କାର୍ଯ୍ୟ କରି ଚାଲୁଥିବୁ ପ୍ରତି ଡିଜାଇନରେ କରି ଚାଲୁଥିବୁ।